ଆଜିର ଅନୁଚିନ୍ତା। ଯେତେବେଳେ ପାଦ ଥକିଯାଏ ସେତେବେଳେ ନିଜ ସାହସ ତୁମର ସାହା ହୋଇଥାଏ। ଯେତେବେଳେ ସମସ୍ତେ ମୁହଁ ବୁଲାଇ ଦିଅନ୍ତି ସେତେବେଳେ ଭଗବାନ ହିଁ ତୁମ ସାହା ହୋଇଥାନ୍ତି। ଅଭିମାନ ସେଇଠି କରନ୍ତୁ ଯେଉଁଠି ତୁମ ପାଇଁ ଭଲ ପାଇବା, ସ୍ନେହ ଓ ସମ୍ମାନ ଅଛି। ଯେଉଁଠାରେ ଏସବୁ ନାହିଁ ସେଠାରେ ଉପସ୍ଥିତ ରହିବା କିଛି ଆବଶ୍ୟକ ନାହିଁ। କଷ୍ଟ ମଣିଷକୁ ପରିବର୍ତ୍ତନ କରେ, କଷ୍ଟ ମଣିଷକୁ ଶକ୍ତିଶାଳୀ କରେ। ପ୍ରତିଟି କଷ୍ଟର ଅଭିଜ୍ଞତା ହିଁ ଆମ ପାଇଁ ଏକ ନୂତନ ଶିକ୍ଷା। ବିଶ୍ୱାସ ଏବଂ ପ୍ରାର୍ଥନା କେବେ ହେଲେ ଦୃଶ୍ୟ ହୁଏ ନାହିଁ, କିନ୍ତୁ ସର୍ବଦା ଅସମ୍ଭବକୁ ସମ୍ଭବ କରିଦିଏ। ଜୟ ଜଗନ୍ନାଥ।